ରତ୍ନଭଣ୍ଡାର ଆମ ଘରେ ଆମେ ଯାହା ସବୁ ସାଇତିକି ରଖିଛେ ଲୁଗାପଟା କହନ୍ତୁ, ସୁନା ରୂପା କହନ୍ତୁ, ଯେକୌଣସି ସମ୍ପତ୍ତି ଆମର ରହିଛି ଆମେ ତାକୁ ମଝିରେ ମଝିରେ ଟିକେ ଦେଖୁ, ଗଣତି କରୁ, ଦେଖୁ ଠିକ୍ ଠାକ୍ରେ ଅଛି ନା ନାହିଁ, କେଉଁଠି କଳଙ୍କି ଲାଗିଲା କି କେଉଁଠି କ'ଣ ଅସୁବିଧା ହେଲା ତାକୁ ମଝିରେ ମଝିରେ ଟିକେ ଆମେ ନିଜେ ବି ଚେକ୍ କରୁ। ତେଣୁ ଜଗନ୍ନାଥଙ୍କ ତ ସିଏ ହେଲେ ଜଗତର ନାଥ, ତାଙ୍କର ରତ୍ନଭଣ୍ଡାର ଯେଉଁମାନେ ଅଛନ୍ତି ସେ ଦାୟିତ୍ୱରେ ଜଗନ୍ନାଥଙ୍କର ସେବାୟତ କହନ୍ତୁ, ବିଭିନ୍ନ ପ୍ରକାର ସେବା ଅଛି ଜଗନ୍ନାଥଙ୍କର, ତାଙ୍କ ଅଧୀନରେ ରତ୍ନଭଣ୍ଡାର ଚାବି ରହିଥିଲା। ଆଗରୁ କଲେକ୍ଟର ଯେଉଁ କହିଲେ, ପୂର୍ବରୁ ନବୀନ ପଟ୍ଟନାୟକ ସମୟରେ କଲେକ୍ଟର କହିଲେ ଯେ ଚାବି ମିଳୁନି, ଚାବି ହଜିଗଲା। ପଛରେ ପୁଣି କହିଲେ କ'ଣ ଡୁପ୍ଲିକେଟ୍ ଚାବି ଗୋଟେ ମିଳିଲା। ଗୋଟେ ଆଶ୍ଚର୍ଯ୍ୟ ଘଟଣା, ଡୁପ୍ଲିକେଟ୍ ଆସିଲା କେଉଁଠୁ? ଅରିଜିନାଲ ନାହିଁ ଆଉ ଡୁପ୍ଲିକେଟ୍ କେଉଁଠୁ ଆସିଲା? ଡୁପ୍ଲିକେଟ୍ ଚାବି କରିବାକୁ ହେଲେ ତାଲା ପାଖକୁ ଯିବାକୁ ପଡ଼ିବ, ଚାବି ନେଇକି ତାକୁ ପୁଣି ଅନୁସନ୍ଧାନ କରିବାକୁ ପଡ଼ିବ ଠିକ୍ ରୂପେ ହେଇପାରୁଛି ନା ନାହିଁ। ତାଲା ନ ଦେଖିକି ଡୁପ୍ଲିକେଟ୍ ଚାବିଟା ହେବାର ନାହିଁ। ସିଏ ଆଗରୁ ଯାହା ଚାଲିଥିଲା ସେଇଟା ଗୋଟେ ଲୋକଙ୍କୁ ଭୁଆଁ ବୁଲେଇବା ନୀତି ଚାଲିଥିଲା। ହାତୀମାନଙ୍କର ଦେଖାଇବା ଦାନ୍ତ ଅଲଗା, ଖାଇବା ଦାନ୍ତ ଅଲଗା ପରି ସେ ସବୁ ସେମିତି ଚାଲିଥିଲା। ଏବେ ଯେଉଁ ଚାଲିଛି ଆଜି ପ୍ରସଙ୍ଗ ଆମର ରତ୍ନଭଣ୍ଡାର ଖୋଲା ଚାଲିଛି, ଆଜି 14 ତାରିଖ ରତ୍ନଭଣ୍ଡାର ବର୍ତ୍ତମାନ 1:28ରେ ଖୋଲା ଆରମ୍ଭ ହେଲା। ପ୍ରଥମ ବଖରା ଖୋଲା ହେଇଗଲା, 3ଟା ଚାବି 3 ଜଣଙ୍କ ପାଖରେ ଥିଲା, ତାକୁ ଆଣିକି ପ୍ରଥମ ଭଣ୍ଡାର ଖୋଲିଲେ। ଦ୍ୱିତୀୟ ଭଣ୍ଡାର ଖୋଲିବା ପାଇଁ ସମସ୍ତେ ଯାଇଛନ୍ତି, 7-8 ଜଣ ମାତ୍ର ତା ଭିତରେ ପଳାଇ ଯାଇଛନ୍ତି। ସମସ୍ତେ ଯେ ଯାହାର ପୂର୍ବତନ ପୋଷାକ ଧୋତି ପିନ୍ଧିକି ଯାଇଛନ୍ତି, ସିଏ ବି ଦେଖେଇନି କି କ'ଣ ପିନ୍ଧିଛନ୍ତି, କିନ୍ତୁ ଆମେ ଶୁଣୁଛୁ ଯାହା ସେ ଧୋତି ହକା ପିନ୍ଧିକି ଯାଇଛନ୍ତି। ଆଉ ସେ କଞ୍ଚି ବି କଲେକ୍ଟର ନିଜେ ନେଇକି ଆସିଥିଲେ, ତାଙ୍କ ସାଥିରେ ଜଣେ SP ନା କିଏ ସେ ଆସିଥିଲେ। ସେ ଯେଉଁ ଖୋଲା ଯାଉଛି କ'ଣ ଠିକ୍ ନା ଭୁଲ, କ'ଣ ଖୋଲିବାଟା ନିହାତି ଦରକାର। ମୁଁ ତ ସେଇ ଯୋଗୁଁ ଆଗରୁ କହିଲି ନା, ଆମର ଯାହା ସମ୍ପତ୍ତି ଅଛି ଆମେ ତାକୁ ମଝିରେ ମଝିରେ ଚେକ୍ କରିବା ଦରକାର।